ଶ୍ମଶାନ ଘାଟରେ ଶବଦାହ କରି ଫେରୁଥିବା ବେଳେ ଲୋକଙ୍କୁ ଗୁଡ଼ାଇ ଗୁଡ଼ାଇ ମହୁମାଛି କଲା ଆକ୍ରମଣ। ଫଳରେ 6 ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏପରି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଅଞ୍ଚଳରେ। ଆମ ଦାଦାଙ୍କ ମା ଜଣେ ମରିଗଲେ, ସେଥିପାଇଁ ଆମେ ଯାଇଥିଲୁ ବଡ଼ୋଦା ସେ ବ୍ରିଜ ପାଖ, ସେଠି ଶବ ଦାହ କଲା ବେଳକୁ ମହୁମାଛି ସେଠି ଅନେକ ଅଛି କାମୁଡ଼ି ଦେଲେ। ଜାଣି ପାରୁନଥିଲେ କି ମହୁମାଛି ଅଛି? ନାଇଁ ଜାଣିନି। କେତେ ପରିମାଣ ଆକ୍ରମଣ କରୁଛି, ମାନେ କାହାକୁ କାମୁଡୁଛି? ମୋ ସାଙ୍ଗେ ଗୋଟେ 4-5 ଜଣଙ୍କୁ କାମୁଡ଼ିଛି, ଆଉ 30-40 ଲେଖେ କାମୁଡ଼ିଛି ଆଉ। ମାନେ ଡାକ୍ତରଖାନା ଯାଇଥିଲେ? ଅଛନ୍ତି, ହଁ ମୁଁ ବି ଯାଇଥିଲି, ଟ୍ରିଟମେଣ୍ଟ ହେଇକି ଆସିଲି। ଗୁରୁତର କିଛି ଅସୁବିଧା ନାହିଁ? ନା। ମିଳିଥିବା ସୂଚନା ଅନୁଯାୟୀ ଜଣେ ବୃଦ୍ଧାଙ୍କ ଶବକୁ ସତ୍କାର କରିବା ପାଇଁ ତାଙ୍କ ସମ୍ପର୍କୀୟମାନେ ଶ୍ମଶାନ ଘାଟକୁ ନେଇଯାଇଥିଲେ। ଆଉ ସତ୍କାର ସାରି ଫେରୁଥିବା ସମୟରେ ଶ୍ମଶାନ ଘାଟ କଲ୍ୟାଣୀ ନଦୀ ପୋଲ ତଳେ ମହୁମାଛିମାନେ କରିଥିବା ବସାରୁ ବାହାରି ଲୋକଙ୍କୁ ଗୁଡ଼ାଇ ଗୁଡ଼ାଇ ଆକ୍ରମଣ କରିଥିଲେ। ତେବେ ମହୁମାଛି ଆକ୍ରମଣରେ 6 ଜଣ ଗୁରୁତର ହୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ତେଣୁ ଡାକ୍ତର ସେମାନଙ୍କୁ ଚିକିତ୍ସା କରିବା ପରେ ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। जो 3 जन आसते महुमाछी कामुड़े से कंडीशन स्टेबल अच्छी, सब इंजेक्शन सालाइन दिखाई महुमाछी कामुड़ा आ कंटा फंटा भी बाहर कर दिखाई। फिलहाल से आईपीडी रे इंडोर रे चिकित्सित होती से ठीक स्टेबल कंडीशन रे अच्छा। रायगड़ारू प्रफुल्ल कुमार बेहेरा रिपोर्ट, कोणार्क लाइव।